ଜାତୀୟ ସାମ୍ବାଦିକ ଦିବସ ଭୁବନ ସାମ୍ବାଦିକ ସଂଘ ତରଫରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରେ ପାଳିତ ହୋଇଯାଇଛି। ସଂଘ ସଭାପତି ମଧୁପରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ସଂଘ ଉପଦେଷ୍ଟା ଦିଲ୍ଲୀପ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ସାମ୍ବାଦିକ ଦିବସର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିବା ସହିତ ଗଣମାଧ୍ୟମ ଗଣଙ୍କର ସ୍ୱର ହେଉ ଗରିବ ଅବହେଳିତ ନିଷ୍ପେଷିତ ଲୋକମାନଙ୍କ ସମସ୍ୟା ସମାଧାନ ପାଇଁ କଲମ ଚାଳନା କରିବା ସହ ସରକାରଙ୍କର ଦୋଷ ଦୁର୍ବଳତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବାକୁ ମତବ୍ୟକ୍ତ କରିଥିଲେ। ଭୁବନ ପତ୍ରିକା ସମ୍ପାଦକ ତଥା ସଂଘ ଉପଦେଷ୍ଟା ଚିତ୍ତରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସାମ୍ବାଦିକ ସଞ୍ଜୟ କୁମାର ନାୟକ, ମନୋଜ କୁମାର ପୋଥାଳ, ଅବିନାଶ ସାଥୁଆ ମହାପାତ୍ର, ଅଶୋକ ଗୁରୁ, କମଳ ଲୋଚନ ମହାରଣା, ଦେବାନନ୍ଦ ସାହୁ, ପ୍ରମୋଦ ମଲ୍ଲିକ ଓ ମାତାଇ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସମ୍ପାଦକ ସୁଶାନ୍ତ କୁମାର ପୋଥାଳ ଧନ୍ୟବାଦ ପ୍ରଦାନ କରିଥିଲେ। ତେଣୁ ମୁଁ ସେତେବେଳେ ଭାବେ କିନ୍ତୁ ଏବେ ତାର ସଂଜ୍ଞା ବଦଳି ଯାଇଛି। ଆପଣ ମାନେ ନିର୍ଦ୍ଦିଷ୍ଟ ଗୋଟେ ସରକାରୀ ଦଳକୁ ସମର୍ଥନ ଜଣାଇବା ତାଙ୍କଠୁ ଆଡଭାର୍ଟାଇଜମେଣ୍ଟ ନବା ପାଇଁ କେବଳ ବର୍ତ୍ତମାନ ସମ୍ବାଦପତ୍ର टीवी चैनल ସବୁ ବସି ଯାଇଛନ୍ତି। କେହି ଏମିତି ଜଣେ ଚ୍ୟାନେଲ ଦେଖା ଯାଉନାହାନ୍ତି ଯୋଉମାନେ କି ନିର୍ଭୀକ ସାମ୍ବାଦିକତା କରୁଛନ୍ତି ବା ତାଙ୍କ ମାନେ ସମ୍ବାଦପତ୍ର ହଉ କି ଇଲେକ୍ଟ୍ରୋନିକ୍ସ ମିଡିଆ ହଉ ତାକୁ ବଞ୍ଚେଇବା ପାଇଁ ସେମାନେ ଆଡଭାର୍ଟାଇଜମେଣ୍ଟ ସାହାରା ନେଉଛନ୍ତି, ଯୋଉଥିପାଇଁ କି ଯିଏ ବି ସରକାରରେ ଆସୁଛି ସେଇମାନଙ୍କ ପାଇଁ ରହୁଛି। ସେଇମାନଙ୍କର ସମ୍ବାଦ ସେଇମାନଙ୍କର କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ମିଛ କଥାଟା ସବୁବେଳେ କୁହାଇ ସେଇ ଟିଭିରେ ସେଇଟା ଯେମିତି ମନ ଭିତରେ ସାଧାରଣ ଜନତାଙ୍କର ମନ ଭିତରେ ରହିଯାଉଛି। ନାହିଁ ଏଇଆ ହଉଛି ଆମେ ଜାଣିପାରୁନି। ଆକ୍ଚୁଆଲି ସେମାନେ ଆମକୁ ସବୁ ଏମିତି ଭାବରେ ଚାପିକି ରଖୁଛନ୍ତି। ଏଇ ଯୋଉ ବିଜ୍ଞାପନ ଦବା ନବା ବା ଅନ୍ୟାନ୍ୟ କାର୍ଯ୍ୟକ୍ରମ କିଛି ନହେଲେ ସେଇ ଚ୍ୟାନେଲର ଯିଏ ଓନର ଅଛି ତାକୁ ରାଜ୍ୟସଭାକୁ ପଠେଇ ଦିଅ, ତାଙ୍କୁ ଗୋଟେ MP ଟିକେଟ ଦେଇଦିଅ। ଏମିତିରେ ସବୁ ମିଡିଆ ପୁରା ବ୍ୟସ୍ତ। ଆପଣ ଯଦି ବାହାରକୁ ଯିବେ ନିର୍ଭୀକତା କଥା କହିବେ ଆଙ୍ଗୁଠି ଗଣତା କେତେଟା ଚ୍ୟାନେଲ ଆସିବ କି କେତେ ଜଣ ବ୍ୟକ୍ତି ଆସିବେ। ସେଇ ସମୟ ଭିତରେ ଆମେ ସାମ୍ବାଦିକତା ଦିବସ ପାଳନ କରୁଛେ। ଆମମାନଙ୍କ ମନ ଭିତରେ ସେଇ ଆମର ସାମ୍ବାଦିକତାକୁ ନେଇକି ଯୋଉ ପ୍ରକାର ସବୁ ବର୍ତ୍ତମାନର ଏବେ ନୂଆ ସିଷ୍ଟମକୁ ପଳେଇ ଆସିଛି। ଆଜିକି 30-40 ବର୍ଷ ତଳର କଥା ମୁଁ କହୁଛି। ସେତେବେଳେ ଏ ଶବ୍ଦଟାର ମୂଲ୍ୟ ଆଜିକା କିଛି ନାହିଁ। ଆଜି ଆମେ ଦେଖିବା ତ ଏଇ ଟିଭିଟା ଏଇଟା କନକ, ଇଏ ବିଜେଡି ଚ୍ୟାନେଲ, ଏଇଟା ହଉଛି ଇଟିଭି, ଏଇଟା ବିଜେପି ଚ୍ୟାନେଲ, ଏଇଟା ହଉଛି ଟାଇମ୍ସ ଅଫ ଇଣ୍ଡିଆ, ଏଇଟା ହଉଛି କଂଗ୍ରେସର ସମ୍ବାଦପତ୍ର।